ସେମାନେ ଷ୍ଟେଟମେଣ୍ଟ ଦଉଛନ୍ତି କେମିତି ଏମାନେ କବଲା କରିକି ନେଲେ କେମିତି ଗୋଟେ ଥର କବଲା ଇଲିଗାଲ କରିକି ନେଇ ସାରିଛନ୍ତି ପୁଣି ଆଉ ଥରେ ଆସୁଛନ୍ତି ଜବରଦସ୍ତି କରିବା ପାଇଁ ଯିଏ ମୋତେ ଜୀବନ ଠାରୁ ଅଧିକା ଭଲ ପାଉଥିଲେ ଦେଖିକି ହସୁଛନ୍ତି କିଛି କହିପାରୁନାହାନ୍ତି ମାନେ କେତେ ସାହସର ସହିତ ସେ କାମ କରୁଛନ୍ତି ଆଇନ ବୋଲି କିଛି ମାନୁନାହାନ୍ତି ମାନେ ଭୟ ନାହିଁ ତାଙ୍କର ସେମାନେ ଜୋର ଜବରଦସ୍ତ କରିକି ଗୋଟେ ଥର କବଲା କରି ନେଇଛନ୍ତି 6 ଏକର ତାପରେ ଆଜି ବି ଫଡ଼ କବଲା କରିବାକୁ ଆସିକି ଜୋର ଜବରଦସ୍ତ କବଲା କରୁଛନ୍ତି ସେ ଏପର୍ଯ୍ୟନ୍ତ ସେ ବି ସବସ୍ତ ରହିଛନ୍ତି ଆଉ ତାଙ୍କ ପାଟିର ତ ଭାଷା ନାହିଁ ସେ ତ ଜ୍ଞାନ ନାହିଁ ସେ କହିବେ କ'ଣ ଯିଏ କବଲା କରି ନେଉଛନ୍ତି ସେ ହେଲେ ମୋ ସାନ ମାମୁଁ ଯିଏ କବଲା କରି ସେ ହେଉଛନ୍ତି ମୋ ଅଜା ବା ଆମର ମାଉସୀ ମାମୁଁ ମାନେ 7 ଜଣ ସେ ବିନା 6 ଜଣଙ୍କ ପରାମର୍ଶରେ ଜଣେ ଏକୁଟିଆ ସାର୍ କେମିତି କରିକି ନେବ କହୁନାହାନ୍ତି ସେଇଟା ଆମେ ପ୍ରତିବାଦ କଲାବେଳକୁ ସେ ଆମ ସହିତ ମାଡ଼ପିଟ କରୁଛନ୍ତି ଅଭ୍ୟାସରେ ଗାଳି ଗୋଳଜ କରୁଛନ୍ତି ଏଇଟା କ'ଣ ଆମର ଭୁଲ କି ସାର୍ ଯିଏ ବିକ୍ରି କରିବ ଯିଏ ମାନେ ଅଜାଧର କରିଦେଉଛନ୍ତି ସେ ତ କିଛି ଷ୍ଟେଟମେଣ୍ଟ ଦେଇପାରୁନାହାନ୍ତି କିଛି କହିପାରୁନାହାନ୍ତି ମଣିଷ ଚିହ୍ନି ପାରୁନାହାନ୍ତି ସେମାନେ ଷ୍ଟେଟମେଣ୍ଟ ଦଉଛନ୍ତି କେମିତି ଏମାନେ କବଲା କରିକି ନେଲେ କେମିତି ଗୋଟେ ଥର କବଲା ଇଲିଗାଲ କରିକି ନେଇ ସାରିଛନ୍ତି ପୁଣି ଆଉ ଥରେ ଆସୁଛନ୍ତି ଜବରଦସ୍ତି କରିବା ପାଇଁ ସେ ତ କିଛି ଷ୍ଟେଟମେଣ୍ଟ ଦେଇପାରୁନାହାନ୍ତି ଜଜ୍ ସେ ତାଙ୍କ ଷ୍ଟେଟମେଣ୍ଟ ବିନା ଷ୍ଟେଟମେଣ୍ଟରେ କବଲା କରୁଛନ୍ତି କେମିତି ଭାଇ ଭଉଣୀ ଯୋଉଠି 7 ଜଣ ଅଛନ୍ତି 7 ଜଣଙ୍କ ପରମିଶନ ନେବା ଦରକାର ନା ନାହିଁ ପୈତୃକ ସମ୍ପତ୍ତିର ଭାଇ ଭଉଣୀ 7 ଜଣଙ୍କର ଦାବି ରହିବ ଜଣଙ୍କର ଦାବି ରହିବ କି ମୁଁ ଏବେ ଆସିଲି ତାଙ୍କ ସହିତ ମିଶିଲି ସେ ମଣିଷ ଚିହ୍ନି ପାରୁନାହାନ୍ତି ତାଙ୍କ ପାଟିରୁ କିଛି କଥା ହିଁ ବାହାରୁନି ମୁଁ ପଚାରିଲା ବେଳକୁ ସେ କିଛି ବି କହିପାରୁନାହାନ୍ତି ଯିଏ ମୋତେ ଜୀବନ ଠାରୁ ଅଧିକା ଭଲ ପାଉଥିଲେ ଦେଖିକି ହସୁଛନ୍ତି କିଛି କହିପାରୁନାହାନ୍ତି ଜଜ୍ ପଚାରିବେ ଜଣଙ୍କ ଷ୍ଟେଟମେଣ୍ଟ ଅନୁସାରେ ହଁ କି ନା ଜଣେ କହିଲେ ତାପରେ କବଲା ତ ହେବ ନ କହିଲା ଭିତରେ ସେ ଜଜ୍ କେମିତି କରୁଛନ୍ତି ଏଠି ବସୁଛନ୍ତି ଜଜ୍ କେମିତି କଲେ ଗୋଟେ ଥର କେମିତି ଇଲିଗାଲରେ କଲେ ବିନା ପରାମର୍ଶରେ ଇଲିଗାଲ ତ ବାହାରିଥିବ ଏତେ ଜଣ ପୁଅ ଏତେ ଜଣ ଝିଅ କେମିତି ବିନା ପରାମର୍ଶରେ ସେ କରିଦେଲେ ନାଇଁ ଆମେ ଏ ବିଷୟରେ କିଛି ଜାଣିନୁ କେହି ଅଭିଯୋଗ ଏପର୍ଯ୍ୟନ୍ତ ଆମେ ଅଭିଯୋଗ ପରେ ଜାଣିଲା ପରେ କରିଛୁ ସେ ବର୍ତ୍ତମାନ ଗୋଟେ ଥର ନେଇସାରିଲା ପରେ ପୁଣି ଜବରଦସ୍ତି ଆଉ ଥରେ କରୁଛନ୍ତି ଆଣି ମାନେ କେତେ ସାହସର ସହିତ ସେ କାମ କରୁଛନ୍ତି ଆଇନ ବୋଲି କିଛି ମାନୁନାହାନ୍ତି ମାନେ ଭୟ ନାହିଁ ତାଙ୍କର ଆମର ପୈତୃକ ସମ୍ପତ୍ତି ଜେଜେନାର ସବୁ ସମ୍ପତ୍ତି ବାପା ଦାଦା ବଡ଼ବାପା 3 ଭାଇ 2ଟା ପିଇସି ସେମାନେ ଜୋର ଜବରଦସ୍ତ କରିକି ଗୋଟେ ଥର କବଲା କରି ନେଇଛନ୍ତି 6 ଏକର ତାପରେ ଆଜି ବି ଫଡ଼ କବଲା କରିବାକୁ ଆସିକି ଜୋର ଜବରଦସ୍ତ କବଲା କରୁଛନ୍ତି ଆମର ପୈତୃକ ସମ୍ପତ୍ତି ମୋ ବାପାର ଆମେ 7ଟା ପିଲା 2ଟା ଝିଅ 5ଟା ଝିଅ 2ଟା ପୁଅ ସେ ଜୋର ଜବରଦସ୍ତ କବଲା କରି ନେଉଛନ୍ତି ଜଣେ ସେ ସାନ ଭାଇର ବୋଉ ନାଁର କରି ନେଉଛି ସବୁ ଆମେ ହେଉଛୁ ଧୂଷାସନ ବେହେରାର ହେଉଛନ୍ତି 5 ଜଣ 3 ପୁଅ ଆଉ 2 ଝିଅ ସେମାନେ 4 ଜଣଙ୍କୁ ରଖିଛନ୍ତି ଆଉ ଅହିल्या ନାୟକକୁ କାଟି ଦେଇଛନ୍ତି ସେ ହେଉଛି ମୋ ମା ବୁଝିଲ ସେଇଥିପାଇଁ ଆମେ କୋର୍ଟରେ ମଧ୍ୟ କେସ୍ କରୁଛୁ ଆଉ ପଇସା ପତ୍ର ତାଙ୍କ ସହିତ ଅଛି ଆମ ପାଖରେ ପଇସା ପତ୍ର ନାହିଁ ସେଥିପାଇଁ ସେମାନେ ଏଠି ସବୁ ଫର୍ଜାରୀ କରିକି କବଲା କରି ନେଇଯାଉଛନ୍ତି ଆଉ କ'ଣ ଆମେ କମ୍ପ୍ଲେନ୍ କଲାବେଳକୁ ଆମ କମ୍ପ୍ଲେନ୍ ଶୁଣା ହେଉନି ତଥାପି ଆମେ ଭଦ୍ରକରେ କୋର୍ଟରେ ମଧ୍ୟ କେସ୍ କରୁଛୁ ଆଉ ସେଥିପାଇଁ ଆମେ ଚାହୁଁଛୁ ଠିକ୍ ବିଚାର ଆଉ ସିଏ ତାଙ୍କୁ ଖାଲି ଗୋଟେ ଗାଡ଼ିରେ ଘିନିକି ଆସିଛନ୍ତି ଗୋଟେ ସାକ୍ଷୀ ସାବତ କିଛି ନାହିଁ କଥା ନାହିଁ ତାଙ୍କୁ ଆଣିକି ଦଲିଲ କରିବା ପାଇଁ ଚାହୁଁଛନ୍ତି ସେ ଏପର୍ଯ୍ୟନ୍ତ ସେ ବି ସବସ୍ତ ରହିଛନ୍ତି ଆଉ ତାଙ୍କ ପାଟିର ତ ଭାଷା ନାହିଁ ସେ ତ ଜ୍ଞାନ ନାହିଁ ସେ କହିବେ କ'ଣ ଆଉ 90 ବର୍ଷ ହେଲାଣି ଆଉ ତାଙ୍କୁ ଟିକେ ବାଧ୍ୟ କରି ଗାଡ଼ିରେ ଖାଲି ମିଛରେ ପକେଇକି ଆଣିକି ସେଠି ସବରେଷ୍ଟର ପକେଇଛନ୍ତି ଆଉ କ'ଣ।